ପାନଗୁଆ ଖଇର ଖିଲିକାତି ଭଲ ବ୍ୟବସାୟ ରାଜନୀତି। ତେବେ ଅନୁଭବଙ୍କ ଟାର୍ଗେଟରେ ବାବୁସାନ କହିଲେ ଟଙ୍କା ନେଇ କରୁଛନ୍ତି ପ୍ରଚାର, ରିଲ୍ ହିରୋ ଆକ୍ଷେପର ରଖିଲେ ଜବାବ। ନିର୍ବାଚନ ମଇଦାନରେ ଷ୍ଟାରମାନଙ୍କ ଯୁଦ୍ଧ। 2019 ରାଜନୀତି ଯେତିକି ପାଖଉଛି ରାଜନୈତିକ ବୟାନବାଜି ସେତିକି ବଢ଼ିବାରେ ଲାଗୁଛି। ଆଉ ୟା ଭିତରେ ସରଗରମ ହୋଇଛି କେନ୍ଦ୍ରାପଡ଼ା ରାଜନୀତି। କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଭାବେ ବିଜେଡି ଟିକେଟରୁ ଲଢ଼ୁଥିବା ଅନୁଭବ ମହାନ୍ତି ଆଜି ବାବୁସାନଙ୍କୁ ଟାର୍ଗେଟ କରିଛନ୍ତି। ବିଜେପିର ନିର୍ବାଚନୀ ସଭାରେ ଯୋଗଦେଇ ଅନୁଭବଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ବାବୁସାନ। ଆଉ ଏହାର ଜବାବ ରଖିଛନ୍ତି ଅନୁଭବ। ଅନୁଭବ କହିଛନ୍ତି ବାବୁସାନ ରିଲ୍ ଲାଇଫ୍ର ହିରୋ ଏବଂ ସେ ଜଣେ ରାଜ୍ୟସଭା ସାଂସଦ। ତେଣୁ ଗତକାଲି ସେ ଦେଇଥିବା ମନ୍ତବ୍ୟ ହୁଏତ ତାଙ୍କ ନିଜ ପାଇଁ ହୋଇଥିବ, ଏହା ଅନୁଭବ କହିଛନ୍ତି। ରାଜ୍ୟସଭାରେ ସେ ଓଡ଼ିଶାର ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ ଅନେକ ପ୍ରସଙ୍ଗ ଉଠାଇଛନ୍ତି, ଯାହା ବାବୁସାନ ଜାଣିବା ନିହାତି ଦରକାର। ତେଣୁ ବାବୁସାନ ନିଜ ଶିକ୍ଷାଗତ ଯୋଗ୍ୟତା ବଢ଼ାଇବା ଦରକାର ବୋଲି ସେ କହିଛନ୍ତି। ବୈଜୟନ୍ତ ପଣ୍ଡାଙ୍କ ତରଙ୍ଗ ପ୍ରଡକ୍ସନରେ ବାବୁସାନ ଚଳଚ୍ଚିତ୍ର କରୁଥିବାରୁ କିଛିଟା ଟଙ୍କା ପାଇଁ ସେ ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଅନୁଭବ। ଏପରିକି ଅପରାଜିତା ମହାନ୍ତିଙ୍କୁ ମଧ୍ୟ ଏହି ବିବାଦ ଭିତରକୁ ଟାଣିଛନ୍ତି ଅନୁଭବ। ସେ କହିଛନ୍ତି ଅପରାଜିତା ମହାନ୍ତି ମଧ୍ୟ ଜଣେ ଅଭିନେତ୍ରୀ ହୋଇଥିବା ବେଳେ ସେ ମଧ୍ୟ ନିର୍ବାଚନ ମଇଦାନରେ ଅଛନ୍ତି। ତେଣୁ ବାବୁସାନ ରଖିଥିବା ବୟାନ ତାଙ୍କ ମାଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ହୋଇପାରେ। ସେହି ଦୃଷ୍ଟିରୁ କେନ୍ଦ୍ରାପଡ଼ାରେ ବାବୁସାନ ନିଜ ମାଙ୍କ ବିପକ୍ଷରେ ପ୍ରଚାର କରିଯାଇଛନ୍ତି ବୋଲି ଅନୁଭବ କହିଛନ୍ତି। ସୂଚନା ଅନୁଯାୟୀ ଗତକାଲି କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଥିବା ଏକ ନିର୍ବାଚନୀ ସଭାରେ ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କରିଥିଲେ ବାବୁସାନ। ସେ କହିଥିଲେ କେନ୍ଦ୍ରାପଡ଼ାରେ ରିଲ୍ ହିରୋ ନୁହେଁ, ରିଅଲ ହିରୋ ଦରକାର। ଏମିତି ଅପଡେଟ୍ ଖବର ପାଇବା ପାଇଁ ଏବେ ହିଁ ଆମ ଚ୍ୟାନେଲ ଚନ୍ଦନ ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ଜୟ ଜଗନ୍ନାଥ।